ଗୋଟିଏରେ ଗୋଟିଏ ହୋଇଥାନ୍ତି ଏହି ଭାଗ୍ୟଶାଳୀ ମହିଳାମାନେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। 1 ନମ୍ବର, ଯେଉଁ କନ୍ୟାମାନଙ୍କର ମୁହଁ ତାଙ୍କ ବାବାଙ୍କ ମୁହଁ ସହ ମିଶୁଥାଏ, ସେମିତି ସ୍ତ୍ରୀ ବହୁତ ସୌଭାଗ୍ୟଶାଳୀ ହୋଇଥାଏ। ନମ୍ବର 2, ଯେଉଁ ସ୍ତ୍ରୀମାନଙ୍କ ନାଭି ବଡ଼ ଏବଂ ଗଭୀର ହୋଇଥାଏ, ସେହି ସ୍ତ୍ରୀକୁ ଶୁଭ ବୋଲି ମନାଯାଇଥାଏ। ଯେଉଁ ସ୍ତ୍ରୀ ନାଭି ବଡ଼ ଏବଂ ଗଭୀର ହେବା ସହିତ ଡାହାଣ ପଟକୁ ମୋଡ଼ି ହୋଇ ରହିଥାଏ, ଏମିତି ସ୍ତ୍ରୀ ଧନ, ସୁଖ ଏବଂ ସନ୍ତାନ ସନ୍ତତିରେ ସମ୍ପୂର୍ଣ୍ଣ ହୋଇଥାନ୍ତି ଏବଂ ସୁଖ ସମୃଦ୍ଧି ତାଙ୍କର ପାଦ ସ୍ପର୍ଶ କରିଥାଏ। 3 ନମ୍ବର, ଯେଉଁ କନ୍ୟାମାନଙ୍କର ଜଙ୍ଘ ହୃଷ୍ଟପୃଷ୍ଟ ଏବଂ ମାଂସାଳ ହୋଇଥାଏ, ସେମାନେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି। ଏହି କାରଣରୁ ତାଙ୍କର ସ୍ୱାମୀଙ୍କ ଘର ଓ ଗାଡ଼ି ଆଦିରୁ ସୁଖ ବହୁତ ଭଲ ଭାବରେ ପ୍ରାପ୍ତି ହୋଇଥାଏ। 4 ନମ୍ବର, ଯେଉଁ ସ୍ତ୍ରୀର ଆଗପଟ ହାତୀ ପରି ଉଠିକି ରହିଥାଏ, ସେହି ସ୍ତ୍ରୀମାନେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି। ସେ ତାଙ୍କ ସ୍ୱାମୀଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି। ଦର୍ଶକ ବନ୍ଧୁ, ଆସନ୍ତୁ 5 ନମ୍ବରଟି ଜାଣିବା। ଯେଉଁ ନାରୀମାନଙ୍କର ନାଭିର ଆଖପାଖରେ କଳା ଯାଇଥାଏ, ସେ ତାଙ୍କ ସ୍ୱାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଦର୍ଶକ ବନ୍ଧୁ, ଆସନ୍ତୁ 6 ନମ୍ବରଟି ଜାଣିବା। ଯଦି ଆପଣ କନ୍ୟା ଦେଖିବାକୁ ଯାଉଛନ୍ତି, ତାହେଲେ ଏହି କଥା ଉପରେ ବିଶେଷ ଧ୍ୟାନ ରଖିବା ଉଚିତ। କନ୍ୟାର ପାଦର କାଣି ଆଙ୍ଗୁଠି ଭୂମିକୁ ଯଦି ସ୍ପର୍ଶ କରୁଥାଏ, ଏହି ସ୍ତ୍ରୀକୁ ବହୁତ ଶୁଭ ବୋଲି ମନାଯାଇଥାଏ। 7 ନମ୍ବର, ଯେଉଁ ସ୍ତ୍ରୀମାନଙ୍କର ଦାନ୍ତ ଲମ୍ବା ହୋଇଥାଏ, ସେମାନଙ୍କୁ କେବେ ବି ଧନର ଅଭାବ ସାମ୍ନା କରିବାକୁ ପଡ଼ିନଥାଏ। 8 ନମ୍ବର, ଯେଉଁ କନ୍ୟାମାନଙ୍କର ପାଦରେ ଶଙ୍ଖ, ଚକ୍ର ଏବଂ ପଦ୍ମ ଚିହ୍ନ ରହିଥାଏ, ସେମାନେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି। ଏମିତି ସ୍ତ୍ରୀମାନେ ଜୀବନରେ ବହୁତ ଆଗକୁ ବଢ଼ିଥାନ୍ତି। 9 ନମ୍ବର, ଯେଉଁ ମହିଳାମାନଙ୍କର କେଶ ଲମ୍ବା ହୋଇଥାଏ, ସେମାନଙ୍କୁ ବହୁତ ଭାଗ୍ୟଶାଳୀ ମନାଯାଇଥାଏ। ଏହି ସ୍ତ୍ରୀମାନଙ୍କୁ ନିଜ ଭାଗ୍ୟ ବଳରେ ସବୁ ସୁଖ ଆନନ୍ଦ ମିଳିଥାଏ। 10 ନମ୍ବର, ଯେଉଁ ଯୁବତୀମାନଙ୍କର ଆଖି ପଦ୍ମ ଫୁଲର ପାଖୁଡ଼ା ସମାନ ଏବଂ ଆଖି ଭିତର ଅଂଶଟି କ୍ଷୀର ଭଳି ଧଳା ହୋଇଥାଏ, ଏହି କନ୍ୟାମାନେ ନିଜ ସ୍ୱାମୀଙ୍କ ପାଇଁ ଭାଗ୍ୟ ବନ୍ଧକ ହୋଇଥାନ୍ତି। 11 ନମ୍ବର, ଯେଉଁ ସ୍ତ୍ରୀମାନଙ୍କ ଲଲାଟ ସମତଳ ଏବଂ ସିନ୍ଦୂର ଲଗାଇବା ସ୍ଥାନ ବହୁତ ଉନ୍ନତ ହୋଇଥାଏ, ଏମିତି ସ୍ତ୍ରୀ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ତାଙ୍କର ସ୍ୱାମୀଙ୍କ ଆୟୁଷ ବହୁତ ଲମ୍ବା ହୋଇଥାଏ। 12 ନମ୍ବର, ଯଦି ଝିଅମାନଙ୍କର କେଶ ଘନ, କଳା ଓ କୁଣ୍ଡ ଭଳି ମୋଟା ରହିଥାଏ, ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। 13 ନମ୍ବର, ଯେଉଁ ସ୍ତ୍ରୀମାନଙ୍କର କାନର ଉପର ଭାଗ ଚଉଡ଼ା ଏବଂ ତଳ ଭାଗ ସରୁ ହୋଇଥାଏ, ସେହି ସ୍ତ୍ରୀମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ତାଙ୍କର ଆୟୁଷ ବହୁତ ଲମ୍ବା ହୋଇଥାଏ। 14 ନମ୍ବର, ଯେଉଁ ସ୍ତ୍ରୀମାନଙ୍କର ବେକ ଲମ୍ବା ହୋଇଥାଏ, ସେମାନଙ୍କୁ ବହୁତ ମଙ୍ଗଳକାରୀ ମନାଯାଇଥାଏ। ଶାସ୍ତ୍ର ଅନୁସାରେ ଯେଉଁ ନାରୀମାନଙ୍କର ବେକ ଲମ୍ବା ହୋଇଥାଏ, ସେମାନେ ବହୁତ ଐଶ୍ୱର୍ଯ୍ୟଶାଳୀ ହୋଇଥାନ୍ତି। ସେ ଥିବା ଅବସ୍ଥାରେ ତାଙ୍କ ସ୍ୱାମୀଙ୍କର କେବେ ବି ଧନର ଅଭାବ ହୁଏ ନାହିଁ। 15 ନମ୍ବର, ଯେଉଁ ସ୍ତ୍ରୀମାନଙ୍କର ପାଦର ଗୋଇଠି ଗୋଲାକାର ଏବଂ କୋମଳ ହୋଇଥାଏ, ସେହି ସ୍ତ୍ରୀମାନେ ବହୁତ ସୁଖ ସୁବିଧା ଭୋଗ କରିଥାନ୍ତି। ତାଙ୍କର ଏହି ଗୁଣ କାରଣରୁ ପରିବାରର ସମସ୍ତଙ୍କୁ ଲାଭ ହୋଇଥାଏ। 16 ନମ୍ବର, ଯେଉଁ କନ୍ୟାମାନଙ୍କର ପାଦର ଆଙ୍ଗୁଳି ଗୋଲାକାର ଏବଂ ଉଠିକି ରହିଥାଏ, ସେହି ଝିଅମାନେ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। 17 ନମ୍ବର, ଯେଉଁ ସ୍ତ୍ରୀମାନଙ୍କର ପାଦର ଗୋଇଠି ସର୍ପାକାର ଏବଂ ପାଦରେ ତ୍ରିକୋଣ ଚିହ୍ନ ରହିଥାଏ, ସେମିତି ସ୍ତ୍ରୀ ବହୁତ ଭାଗ୍ୟବତୀ ହୋଇଥାନ୍ତି। ପାଦରେ ତ୍ରିକୋଣ ଚିହ୍ନର ଅର୍ଥ ଚାଲାକ ହୋଇଥାନ୍ତି।
ଯିଏ ନିଜର ବୁଦ୍ଧି ଏବଂ ବିବେକ ଦ୍ୱାରା ନିଜର ଘର ପରିବାରକୁ ଖୁସିରେ ରଖିଥାନ୍ତି। 18 ନମ୍ବର, ଯେଉଁ ମହିଳାମାନଙ୍କର ଆଖି ବଡ଼ ହୋଇଥାଏ ସେମାନେ ବହୁତ ଦୟାଳୁ ପ୍ରବୃତ୍ତିର ହୋଇଥାନ୍ତି। ତାଙ୍କ ଭିତରେ ଦାନ ଏବଂ ପର ଉପକାର ଭାବନା ସବୁବେଳେ ରହିଥାଏ। ସେ ନିଜ ସହିତ ନିଜ ପରିବାରର ବହୁତ ଭଲ ଭାବରେ ଧ୍ୟାନ ରଖିଥାନ୍ତି। ଯେଉଁ ଘରେ ତାଙ୍କର ବିବାହ ହୋଇଥାଏ ସେ ଘରେ ଧନର ଅଭାବ କେବେ ହୁଏ ନାହିଁ। ଦର୍ଶକ ବନ୍ଧୁ, ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଅବଶ୍ୟ ଲେଖନ୍ତୁ। 19 ନମ୍ବର, ଯେଉଁ ସ୍ତ୍ରୀମାନଙ୍କ ଶରୀରର ଡାହାଣ ଅଂଶ ଅପେକ୍ଷା ବାମ ଅଂଶରେ ଅଧିକ କଳାଜାଇ ରହିଥାଏ ସେହି ଝିଅମାନଙ୍କୁ ନିଜ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ମନାଯାଇଥାଏ। ସେ ନିଜର ଶାଶୁଘର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ତାଙ୍କ ପରିବାରରେ କେବେ ବି ସୁଖ ସୁବିଧାର କମି ହୁଏ ନାହିଁ। 20 ନମ୍ବର, ଯେଉଁ ମହିଳାମାନଙ୍କର ପାଦ ଲମ୍ବା ହୋଇଥାଏ ତାଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମନାଯାଇଥାଏ। ତାଙ୍କର ବିବାହ ଯେଉଁ ଘରେ ହୋଇଥାଏ ସେଠି କେବେ ବି ଧନର ଅଭାବ ହୁଏ ନାହିଁ। 21 ନମ୍ବର, ମହିଳାମାନଙ୍କର ମଥାର ମଝି ଅଂଶରେ କଳାଜାଇ ରହିଲେ ସେହି ଝିଅମାନଙ୍କର ବିବାହ ଅତ୍ୟନ୍ତ ଧନୀ ସମ୍ପନ୍ନ ବ୍ୟକ୍ତିଙ୍କ ସହ ହୋଇଥାଏ। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।